ଯେତେବେଳେ ରାମ ଆଉ ରାବଣର ବିରାଟ ଯୁଦ୍ଧ ଆୟୋଜନ ହଉଥିଲା, ସେତୁବନ୍ଧ ନିର୍ମାଣ ଚାଲିଥିଲା, ଗୋଟେ ଗୁଣ୍ଡୁଚି ମୂଷାଟେ କଣ କରୁଛି ନା ସମୁଦ୍ର ବାଲିରେ ଟିକେ ଗଡ଼ି ଯାଉଛି, ଆସିକି ପୁଣି ସେତୁବନ୍ଧରେ ଝାଡ଼ି ହେଇଯାଉଛି। ପ୍ରଭୁ ରାମଚନ୍ଦ୍ର ଦେଖିଦେଲେ ଗୁଣ୍ଡୁଚି ମୂଷାକୁ, ଧରିଦେଲେ ଗୁଣ୍ଡୁଚି, କହିଲେ ଗୁଣ୍ଡୁଚି ରେ ତୁ କଣ ଏତେ ବଡ଼ ବଡ଼ ବୀର ସବୁ ଲାଗିଛନ୍ତି ସେତୁବନ୍ଧ ନିର୍ମାଣ କରିବାରେ, ତୁ କଣ କରୁଛୁ? ନା ପ୍ରଭୁ ମୁଁ ବାଲି ଟିକେ ନେଇ ଝାଡ଼ି ହେଇଯାଉଛି। ନା ତୁ ଏ ବାଲି ଟିକେ ଝାଡ଼ି ହେଇଗଲେ କଣ ମୋର ସେତୁବନ୍ଧ ନିର୍ମାଣ ହେଇଯିବ? ନା ଠାକୁରେ ସେତୁବନ୍ଧ ଆପଣଙ୍କର ନିର୍ମାଣ ହଉ କି ନ ହଉ, କାଲି ଯେତେବେଳେ ସ୍ୱର୍ଣ୍ଣ ଅକ୍ଷର ଇତିହାସରେ ଲେଖା ହବ ଏ ସେତୁବନ୍ଧ ନିର୍ମାଣରେ କେଉଁ କେଉଁମାନେ ଭାଗିଦାର ଥିଲେ, ସେତିକି ବେଳେ ଠାକୁରେ ମୋ ନାଁ ଲେଖା ହବ, ଏ ଗୁଣ୍ଡୁଚି ନାଁ ଲେଖା ହବ। ମୁଁ ମଧ୍ୟ ଏ ସେତୁବନ୍ଧ ନିର୍ମାଣରେ ବାଲି ଟିକେ ନେଇ ଝାଡ଼ି ହେଇଯାଉଥିଲି। ହଁ ଠାକୁରେ ହଁ, ମୋର ମା ବାପା ମାନେ ପ୍ରାଣ ପ୍ରତିଷ୍ଠା ହେବେ ପ୍ରଭୁ ରାମଚନ୍ଦ୍ର। ସେଇଦିନ ପ୍ରତିଟି ଘରେ ସ୍ୱଚ୍ଛ ନିର୍ମଳ